ବର୍ତ୍ତମାନ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଅଙ୍ଗନବାଡ଼ି କର୍ମୀମାନେ ଏଥର ଖୁସି ହେବେ, ସେମାନଙ୍କର ଦରମା ବୃଦ୍ଧି ହେବା ପାଇଁ ଯାଉଛି। ତ ବଡ଼ ଘୋଷଣା ସରକାରଙ୍କ ତରଫରୁ ଜାରି କରାଯାଇଛି। ତ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଦରମା ବଢ଼ିବାକୁ ନେଇ ସରକାରଙ୍କ ତରଫରୁ କ'ଣ ନିଷ୍ପତ୍ତି ରହିଛି, ରାଜ୍ୟ ସରକାରଙ୍କ ତରଫରୁ ଏହାକୁ ନେଇ କ'ଣ ନିଷ୍ପତ୍ତି ନିଆଯାଇଛି, କେଉଁ ପଦକ୍ଷେପ ଗୁଡ଼ିକ ନିଆଯାଇଛି, ଦୀର୍ଘ ଦିନ ଧରି ଅଙ୍ଗନବାଡ଼ି କର୍ମୀମାନେ ଯେଉଁ ଡିମାଣ୍ଡ କରି ଆସିଥିଲେ ସେ ଡିମାଣ୍ଡ ସେମାନଙ୍କର ପୂରଣ ହେବା ପାଇଁ ଯାଉଛି କି ନାହିଁ, ଏ ଖବରରେ ଆପଣମାନେ ଡିଟେଲ୍ସ ଜାଣିବାକୁ ପାଇବେ। ଯଦି ଆପଣ ଜଣେ ଅଙ୍ଗନବାଡ଼ି କର୍ମୀ ଏବଂ ଆପଣ ଛୁଆଙ୍କୁ ପାଠ ପଢ଼ାଉଛନ୍ତି କିମ୍ବା ପାଚିକା ଭାବରେ କାମ କରୁଛନ୍ତି, ତାହେଲେ ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ। କାରଣ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ିବାକୁ ନେଇ ସରକାରଙ୍କ ତରଫରୁ ନୂଆ ପଦକ୍ଷେପ ସହିତ ନୂଆ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଯେଉଁ ଅଙ୍ଗନବାଡ଼ି କର୍ମୀମାନେ ଯେଉଁ ଡିମାଣ୍ଡ କରିଥିଲେ ତାଙ୍କର ସାଲେରୀ ବୃଦ୍ଧି ହେଉ କିମ୍ବା ଯେଉଁ ଅନ୍ୟାନ୍ୟ ଫ୍ୟାସିଲିଟି ସେମାନଙ୍କୁ ମିଳୁ ବୋଲି, ଏହାକୁ ନେଇ ସରକାର ଗଭୀର ଭାବରେ ଚିନ୍ତା କଲା ପରେ କ'ଣ ନିଷ୍ପତ୍ତି ନେଇଛନ୍ତି ତା ବିଷୟରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଏହି ଭିଡ଼ିଓ ମାଧ୍ୟମରେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ପ୍ରଥମ କରି ଆପଣମାନେ ଭିଡ଼ିଓଟିକୁ ଦେଖୁଛନ୍ତି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ସେହି ଦର୍ଶକ ବନ୍ଧୁମାନଙ୍କୁ କହିବି ଯେଉଁମାନେ ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତ ସେମାନଙ୍କୁ ଅନୁରୋଧ କରିବି ଯେ ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରିଦିଅନ୍ତୁ। କାରଣ ଏଇଭଳି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଗୁଡ଼ିକ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଭିଡ଼ିଓକୁ ଗୋଟେ ଗୋଟେ ଲାଇକ୍ କରିବାକୁ ଜମା ବି ଭୁଲନ୍ତୁନି। ଥରେ ଆପଣମାନଙ୍କର ମୋବାଇଲ ସ୍କ୍ରିନ୍ ଉପରେ ମୁଁ ଆପଣଙ୍କୁ ନଜର ପକାଇବା ପାଇଁ କହିବି। ଯେଉଁ ଖବରଟି ପ୍ରକାଶିତ ହୋଇଛି ଆପଣଙ୍କୁ ହୁଏତ ଖୁସି କରିଦେଇପାରେ। ତ ଦେଖନ୍ତୁ, ଯାହା ଖବରରେ ମେନସନ୍ ରହିଛି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ିବ। ହଁ ଆଜ୍ଞା, ଆପଣ ଠିକ୍ ଶୁଣୁଛନ୍ତି। ଯାହା ଖବରରେ ମେନସନ୍ ରହିଛି ରାଜ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ିପାରେ। ରାଜ୍ୟ ସରକାର ଏ ଦିଗରେ ଚିନ୍ତା କରୁଛନ୍ତି। ଜୁନ୍ରୁ ଜୁଲାଇ ଯାଏଁ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନଙ୍କ ସମସ୍ୟାର ସମାଧାନ ଲାଗି ସରକାର ଯତ୍ନବାନ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ତ ଆପଣ ଜାଣିଥିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳାଙ୍କ ଉନ୍ନତି ଦିଗରେ ସୁଭଦ୍ରା ଯୋଜନା ସହିତ ଆଉ ଅନ୍ୟାନ୍ୟ ଯୋଜନା ଗୁଡ଼ିକ ମଧ୍ୟ ଯୋଡ଼ିଛନ୍ତି, ଯେମିତିକି ଆପଣମାନଙ୍କର ଲକ୍ଷପତି ଦିଦି। ଯେଉଁ ମହିଳାମାନେ ଅଙ୍ଗନବାଡ଼ିରେ କାର୍ଯ୍ୟରତ, ତ ସେମାନଙ୍କ ପାଇଁ ସରକାରଙ୍କ ତରଫରୁ ଯେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ, ସେମାନଙ୍କର ସମସ୍ୟା ସମାଧାନ ଲାଗି ସରକାର ଚିନ୍ତିତ ଅଛନ୍ତି। ସେଥିପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ଯେ ରାଜ୍ୟର ଯେଉଁ ଅଙ୍ଗନବାଡ଼ି କର୍ମୀ ରହିଛନ୍ତି ତାଙ୍କର ଦରମା ବଢ଼ାଇବାକୁ ନେଇ ରାଜ୍ୟ ସରକାର ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭାବରେ ନିଷ୍ପତ୍ତି ନେବା ପାଇଁ ଯାଉଛନ୍ତି। ଆପଣ ଜାଣିଥିବେ ଲୋକସଭାରେ ଯେଉଁ ଅଙ୍ଗନବାଡ଼ି କର୍ମୀଙ୍କର ଦରମା ବୃଦ୍ଧିକୁ ନେଇ ଆବାଜ ଉଠାଯାଇଥିଲା। ଏହା ସହିତ ଅନ୍ୟାନ୍ୟ ସୁବିଧା ମିଳିବା ସହିତ ପେନ୍ସନ୍ ମଧ୍ୟ ଲାଗୁ କରିବା ପାଇଁ ଆବାଜ ଉଠାଯାଇଥିଲା। ଆପଣ ସମସ୍ତେ ଜାଣିଥିବେ ବର୍ଷାକାଳୀନ ଅଧିବେଶନ ବର୍ତ୍ତମାନ ଲୋକସଭାରେ ଚାଲିଛି। ତ ଅଙ୍ଗନବାଡ଼ି କର୍ମୀଙ୍କର ଦରମା 26,000 ଟଙ୍କାକୁ ନେଇ ଆବାଜ ଉଠାଯାଇଛି, ଯେଉଁଟାକି ସମ୍ବାଦ ପେପରରେ ପ୍ରକାଶିତ ହୋଇଛି। ତ ମୁଁ ଆପଣଙ୍କୁ ବୁଝାଇବା ପାଇଁ ନ୍ୟୁଜ୍ର ସ୍କ୍ରିନଶଟ୍ ଆପଣଙ୍କର ମୋବାଇଲ ସ୍କ୍ରିନ୍ ଉପରେ ରଖିଛି, ଆପଣମାନେ ଦେଖିବାକୁ ପାଉଥିବେ। ଯାହା ଖବରରେ ମେନସନ୍ ରହିଛି ରାଜ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ିପାରେ। ରାଜ୍ୟ ସରକାର ଏ ଦିଗରେ ଚିନ୍ତା କରୁଛନ୍ତି। ଜୁନ୍ରୁ ଜୁଲାଇ ଯାଏଁ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆପଣ ଜାଣିଥିବେ ଯେଉଁ ଜୁନ୍ ମାସ ରହିଛି, ଜୁନ୍ରୁ ଜୁଲାଇ ପର୍ଯ୍ୟନ୍ତ ଅଙ୍ଗନବାଡ଼ି କର୍ମୀମାନଙ୍କର ଜମା ବି ଫୁର୍ସତ ନାହିଁ, ବହୁତ ପରିଶ୍ରମ କରିଥାନ୍ତି। ଏହି ଜୁନ୍ରୁ ଜୁଲାଇ ଯାଏଁ ସରକାରଙ୍କର ଯେଉଁ ଗୁରୁତ୍ୱପୂର୍ଣ୍ଣ କାମ ଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇଥାନ୍ତି, ଆଉ ସରକାରଙ୍କ ତରଫରୁ ଯେଉଁ ଗୁରୁତ୍ୱପୂର୍ଣ୍ଣ କାମ ଗୁଡ଼ିକୁ ସେମାନଙ୍କୁ ଦିଆଯାଇଥାଏ, ସେମାନେ ଦାୟିତ୍ୱବାନ ଭାବରେ ସେ କାମ ଗୁଡ଼ିକ ତୁଲେଇଥାନ୍ତି, ଅକ୍ଳାନ୍ତ ପରିଶ୍ରମ କରିଥାନ୍ତି ଅଙ୍ଗନବାଡ଼ି କର୍ମୀମାନେ ଏହି ଜୁନ୍ ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ। ସେଥିପାଇଁ ଯେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ବର୍ଣ୍ଣନା କରାଯାଇଛି, ଯେ କି ଜୁନ୍ରୁ ଜୁଲାଇ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଉ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସରକାର ସେମାନଙ୍କ ପାଇଁ ଯେ ପଦକ୍ଷେପ ନେଇଛନ୍ତି ଯେ ସେମାନଙ୍କର ଦରମା କେମିତି ବୃଦ୍ଧି କରାଯିବ, ସେମାନଙ୍କର ଜୀବନଶୈଳୀ କେମିତି ପରିବର୍ତ୍ତନ ହେବ, ତାଙ୍କର ଯେଉଁ ଲାଇଫଷ୍ଟାଇଲ୍ ରହିଛି ସେ ଲାଇଫଷ୍ଟାଇଲ୍ରେ କେମିତି ଉନ୍ନତି ଆସିବ, ସେଥିପାଇଁ ସରକାର ଚିନ୍ତିତ ରହିଛନ୍ତି। ତ ଆଉ କ'ଣ ମେନସନ୍ ରହିଛି ଆମେ ଦେଖିବା। ତ ମେନସନ୍ ରହିଛି ଯେ
तेणु सेमानक समस्यार समाधान लगी सरकार जत्नवान। तो जेहेतु सरकार काम गुड़िक अंगनवाड़ी कर्मी माने तुलाउछंती, तो सरकार दायित्व रही अंगनवाड़ी कर्मी जो समस्या गुड़िक रही से समस्या गुड़िकर समाधान केमिति कराजिबो सरकार सेथिपाई चिंतित अछंती। तो सेथिपाई मध्य सरकार घोषणा मध्य जारी करिसंती जे सेमानक पई कोन निष्पत्ति निया जाई परिबो, सेमाने केमिति तांकर लाइफस्टाइल रे परिवर्तन आनी परिबे, सेथिपाई सरकार निश्चिंतित अछंती। आ कोन मेंशन होईची आमे देखिबा। ए कथा आपण मानकु आमे मनगड़ा कथा कहूनु जहाँ खबर रे प्रकाशित होईची, जहाँ उपमुख्यमंत्री प्रभाती परिडा कहिसंती से सूचना गुड़िक आपण पाखे आम उपस्थापन करुचु। तो विधानसभा रे सरकार एक बड़ घोषणा करिपारंती बोली श्रीमती प्रभाती परिडा कहिसंती। तो देखंतु विधानसभा रे जो अधिवेशन चलीची वर्तमान से अधिवेशन रे अंगनवाड़ी कर्मी मानकर दरमा को नहीं बड़ निष्पत्ति आसीपारे, बड़ घोषणा राज्य सरकार करिपारंती बोली आपणकर प्रिय उपमुख्यमंत्री प्रभाती परिडा सूचना देइचंती। एही घोषणा अंगनवाड़ी कर्मी दरमा वृद्धि संक्रांत रे होई पारे बोली कहा जाइछि। तो उपमुख्यमंत्री प्रभाती परिडा प्रत्येक अंगनवाड़ी कर्मी को सूचित करिचंती जे कि विधानसभा रे जो अधिवेशन वर्तमान चली से जो निष्पत्ति वर्तमान अंगनवाड़ी कर्मी दरमा वृद्धि को नहीं जो घोषणा हब बोली कहा जाउछि। तो सही अंगनवाड़ी कर्मी दरमा वृद्धि की नहीं मध्य बड़ निष्पत्ति राज्य सरकार नेबे बोली श्रीमती प्रभाती परिडा आमर प्रिय उपमुख्यमंत्री प्रभाती परिडा कहिसंती। आहुरी मध्य खबर रे मेंशन रहिछि 5 दफा दाबी नहीं बारंबार आंदोलन को ओह्लाउचंती अंगनवाड़ी कर्मी। विधानसभा अधिवेशन आसिले हजार हजार संख्यार कर्मी और सहायिका राजरास्ता को आसंती। तो जो 5 दफा दाबी जो रही आंदोलन को हजार हजार जो अंगनवाड़ी कर्मी माने रही तो से माने कौन करुचंती ना राजरास्ता को आसुचंती बोली खबर एठी मेंशन रही। आगो को पंचायत निर्वाचन थिला बेले अंगनवाड़ी कर्मी को भूमिका गुरुत्वपूर्ण। तो देखंतु आगामी दिन मानकरे पंचायत इलेक्शन आसुची, यहाँ को आखि आगर रखी राज्य सरकार किसी भी निष्पत्ति नहीं पारंती। आपण मानक पई खुशी खबर मध्य जारी हेई पारे। आउरी मध्य मेंशन रही अंगनवाड़ी कर्मी को समस्यार समाधान हेले गाँ राजनीति को बल मिली पारे। बीजेपी सरकार प्रथम थर पंचायत निर्वाचन को सामना करिवो। आउरी मध्य मेंशन रही तेणु अंगनवाड़ी कर्मी और सहायिका दरमा वृद्धि करा जाई पारे। जदिओ सेमाने 18,000 टंका दरमा लागू करने को दाबी करुचंती, तथापि सरकार अंगनवाड़ी कर्मी दरमा 15,000 और सहायिका दरमा 12,000 करने को योजना करुथिबा आलोचना हेउची।